ଜଗନ୍ନାଥ ବନ୍ଧୁଗଣ, ଆମେ କର୍କଟ ରାଶି ସପ୍ତରଦେବଙ୍କର 2026ର ପ୍ରଥମ ଫେବୃଆରୀ। କର୍କଟ ରାଶି ସୁଖଦପୂର୍ଣ୍ଣ ରାଶି, ଜଳତତ୍ତ୍ୱର ରାଶି। ଆଲୋଚନା କରିବା କର୍କଟ ରାଶି କେମିତି କଟିବ, ତା'ର ସ୍ୱାସ୍ଥ୍ୟ, ସମ୍ପତ୍ତି, ଧନ, ବୃତ୍ତିଗତ ଜୀବନ, ବିଜନେସ୍, ବେପାରଠୁ ଆରମ୍ଭ କରି ସମସ୍ତ କଥା ଆଲୋଚନା କରିବା। ରାଶିଚକ୍ର ଅନୁସାରେ କର୍କଟ ରାଶି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଶ୍ଚିତ ଭାବରେ ଚନ୍ଦ୍ରଦେବଙ୍କର ରାଶି, ଅର୍ଥାତ୍ ଖୁସି କାରକ, ଖୁସିର ତତ୍ତ୍ୱର ରାଶି। ଦେଖନ୍ତୁ, ଆମେ ଯଦି ଆଲୋଚନା କରିବା ଚନ୍ଦ୍ରଙ୍କ ରାଶି କର୍କଟ 2026 ଫେବୃଆରୀର ପ୍ରାରମ୍ଭ କଥା, ମୁଁ ଆପଣଙ୍କର ଜାତକ ଦେଖାଇ ଦେଉଛି। ଗୋଚରର ଜାତକ ଦେଖନ୍ତୁ, ଆପଣଙ୍କର ଚତୁର୍ଥ ଲଗ୍ନ ହିସାବରେ ସେକେଣ୍ଡରେ କେତୁ, ପଞ୍ଚମ ରାଶି, ଆପଣଙ୍କର ସପ୍ତମ ଭାବରେ ସୂର୍ଯ୍ୟ ମଙ୍ଗଳଙ୍କର ଯୁଗ। ସେହିପରି ଭାବରେ ଅଷ୍ଟମ ଭାଗରେ ଦେଖିପାରୁଛନ୍ତି ଆପଣମାନେ ଶୁକ୍ର, ବୁଧ, ରାହୁ। ଶୁକ୍ରାଚାର୍ଯ୍ୟ ଦାନବ ଗୁରୁ, ବୁଧ ରାଜପୁତ, ରାହୁ ହେଉଛନ୍ତି ଭ୍ରମିତ ଗ୍ରହ। ଶନିଦେବ ମଧ୍ୟ ଆପଣଙ୍କର ଜାତକରେ ନିଶ୍ଚିତ ଭାବରେ ସେ ଭାଗ୍ୟ ଭାବରେ ବସିଛନ୍ତି, ଯେଉଁଠି ବାର ଲେଖାଯାଇଛି। ଆପଣମାନେ ଯଦି ଦେଖିବାକୁ ଯିବେ, ନିଶ୍ଚିତ ଭାବେ ଆଲୋଚନା କରିବା ଏଇ ଯେଉଁ ନବଗ୍ରହଙ୍କର କେତୁ ଆପଣଙ୍କର ପୁଣି ବସିଛନ୍ତି ଅର୍ଥ ଭାବରେ, କଥାବାର୍ତ୍ତା କହିବା ଭାବରେ, ବାଣୀ ଭାବରେ। ତ ଟିକେ ଯିଏ ବି ଏଇ ଯେଉଁ ଜାତକ ଦେଖିବ, ହଠାତ୍ କି ଭାବିବ କେତୁ ଦ୍ୱିତୀୟ ହାଉସରେ ଗୁରୁ ବ୍ୟୟ ଭାବରେ, ଆୟ ଭାବରେ କେତୁ। ଯଦି ଆୟ ଭାବରେ ଗୁରୁ, କେତୁ ବସିଛନ୍ତି ବ୍ୟୟ ଭାବରେ, ତାହେଲେ କିଛି ଭଲ କହିଥାନ୍ତେ। କିନ୍ତୁ ଏଇଟା ତ ଦେଖନ୍ତୁ, କେତୁ ବସିଛନ୍ତି ଆୟ ଭାବରେ, ଅର୍ଥାତ୍ କେତୁ ସବୁବେଳେ କ'ଣ ଡିଟାଚ୍ କରନ୍ତି, ତୁମର ଆୟକୁ କମ୍ କରନ୍ତି। କିନ୍ତୁ କ'ଣ ପାଇଁ ମହାଧନର ଯୁଗ ହୋଇପାରେ। ଆପଣମାନେ ଦେଖିବେ, ଯଦି ବିଷାଦଗ୍ରସ୍ତ ଥିଲେ ମଧ୍ୟ ଏମିତି ଟାଇମ୍ ଆସିବ, ଖୁସି ହେଇଯିବେ ଆପଣମାନେ। ବୃହସ୍ପତି ସିନା ଆପଣମାନଙ୍କୁ ନିଶ୍ଚିତ ଭାବରେ ବ୍ୟୟ ଭାବରେ ବସିଛନ୍ତି, କିନ୍ତୁ ବୃହସ୍ପତି ଆପଣଙ୍କୁ ଜାଣି ରଖିବାର ଆବଶ୍ୟକ। ବୃହସ୍ପତିଙ୍କ ଦୃଷ୍ଟି ଶୁଭ ଭାବରେ ପଡ଼ୁଛି। ବୃହସ୍ପତିଙ୍କ ଦୃଷ୍ଟି ସର୍ବଦା ଶୁଭ ଯେଉଁ ଜାଗାକୁ ପଡ଼ିଥାଏ, ସେ ବହୁତ ଅଧିକ କରିଦିଏ। ଆପଣ ଚିନ୍ତା ଏବଂ ଆର୍ଥିକ ମାନ୍ଦା ଦେଇ ଗତି କରୁଥିବେ, ଜାନୁଆରୀ ମାସରେ ଗତି କରିଥିବେ କର୍କଟ ରାଶି। କିନ୍ତୁ ଫେବୃଆରୀର ଠିକ୍ 3 ତାରିଖ ପରେ ଆପଣମାନେ ଦେଖିବେ ଗୋଟେ ନୂଆ ଲାଇଫ୍ ଆପଣଙ୍କର ଆରମ୍ଭ ହେବ। ଆପଣମାନେ ବୃହସ୍ପତିଙ୍କର ଦୃଷ୍ଟି ହେତୁ ନିଶ୍ଚିତ ଭାବରେ ଆପଣମାନେ ବୃହସ୍ପତିଙ୍କର ଦୃଷ୍ଟି ହେତୁ ଲାଭବାନ ହେବେ। ଆପଣ ମଧ୍ୟ ପୂଜା ପାଠରେ ରୁଚି ରଖିବେ। ପୂଜା ପାଠ, ଆପଣ ଗଭୀର ଚିନ୍ତା, ଗଭୀର ଭାବନା, ଅର୍ଥାତ୍ ଆପଣ ବୃହସ୍ପତିଙ୍କ କୃପା ଏବଂ ବୃହସ୍ପତିଙ୍କ ଦୃଷ୍ଟିରୁ ଦେଖିବେ ନିଶ୍ଚିତ ଭାବରେ ଚନ୍ଦ୍ରଙ୍କର ଯେହେତୁ ସାଥି ମିଳିବ ଆପଣମାନଙ୍କୁ। ଆପଣମାନେ ଏଇ ଯେଉଁ ଫେବୃଆରୀର ପ୍ରାରମ୍ଭିକ ପର୍ଯ୍ୟାୟ 3 ତାରିଖରୁ ଅର୍ଥ ପାଇଁ ମଧ୍ୟ ଆପଣ ମନ ବଳିବେ। ନିଶ୍ଚିତ ଭାବରେ ଭଗବାନଙ୍କର ବହୁତ ଜିନିଷ ଦେଖାଯାଉଛି। ଭଗବାନଙ୍କୁ ଡାକିବା, ଆର୍ଥିକ କ୍ଷେତ୍ର ଆପଣମାନଙ୍କୁ କେମିତି ସାହାଯ୍ୟ ଦେବ, ନିଶ୍ଚିତ ଭାବେ ଭଗବାନ ହେଲ୍ପ କରିବେ। ରାହୁ ଆପଣଙ୍କର ବସିଛନ୍ତି ଶୁକ୍ରଙ୍କ ସାଥିରେ ଏବଂ ବୁଧଙ୍କ ସାଥିରେ ବସିଛନ୍ତି ରାହୁ। ତ ଏଇଠି ଗୋଟେ ଆପଣମାନଙ୍କୁ ଦେଖୁଛି, ଆପଣମାନେ କିଛି ଗୋଟେ ନୂଆ ଜିନିଷରୁ ଆପଣମାନେ ପଇସା ମଧ୍ୟ ଇନକମ୍ କରିପାରନ୍ତି। ଆପଣମାନଙ୍କ ମୃତ୍ୟୁ ଘର ମଧ୍ୟ ଏମାନେ ବସିଛନ୍ତି। ତ ଆପଣମାନଙ୍କୁ ଆକ୍ସିଡେଣ୍ଟ, ଝଗଡ଼ା, ଘରେ ଝଗଡ଼ା, ନିନ୍ଦା, ଅପବାଦ, କଟୁ କଥା, ଶୁକ୍ରାଚାର୍ଯ୍ୟ ନିଶ୍ଚିତ ଭାବରେ ଏହିସବୁ ଜିନିଷରୁ ଆପଣଙ୍କୁ ମୁକ୍ତି ଦେବେ। ଏହିସବୁ ହେଇପାରେ, କିନ୍ତୁ ମୁକ୍ତି ଦେବେ ନିଶ୍ଚିତ ଭାବରେ ଶୁକ୍ରାଚାର୍ଯ୍ୟ। ଗ୍ରହର ମିଳନ ଯେମିତିକା ହେଉଛି, ଗ୍ରହ ଶୁକ୍ରଙ୍କ ସାଥିରେ ଏଠି ରାହୁ ବସିଛନ୍ତି। ଏଟା ଭଲ ନଥିଲେ ମଧ୍ୟ କୁମ୍ଭ ରାଶିରେ ବସି ରାହୁ ସର୍ବଦା ଷ୍ଟ୍ରଙ୍ଗ ହେଇଥାନ୍ତି। କର୍କଟ ରାଶି ନିଶ୍ଚିତ ଭାବରେ ମନେ ରଖିବେ, ଶନି ଆପଣଙ୍କର ଭାଗ୍ୟ ଭାବରେ ବସିଛନ୍ତି। ଭାଗ୍ୟ ଭାବରେ ଶନି ବେଶୀ ଆପଣଙ୍କ ଭାଗ୍ୟକୁ ମାନ୍ଦା କରିବେ ସତ୍ୟ, କିନ୍ତୁ ଆପଣ କର୍ମଠ ହେଇଯିବେ, ବହୁତ କର୍ମଠ ହେଇଯିବେ। କର୍ମଠ ହେବା ସଙ୍ଗେ ସଙ୍ଗେ ଆପଣମାନେ କର୍କଟ ରାଶିରେ ଜାତକ ନିଜକୁ କେମିତି ପରିଚିତ କରିବେ ସର୍ବସାଧାରଣଙ୍କ ସାମ୍ନାରେ, ଏ ଜିନିଷ ପାଇଁ ଆପଣ ଲାଗିବେ। ସର୍ବଦା ନିଜର ରୁଚି, ନିଜର ପ୍ରଶଂସା କେମିତି ଆପଣ ପାଇବେ, ନିଜର ସମ୍ମାନ କେମିତି ବଜାୟ ରଖିବେ, ସେହି ବିଷୟରେ ଆଲୋଚନା କରିବେ। ଅର୍ଥାତ୍ ସେ ବିଷୟରେ ଆପଣ ନିଶ୍ଚିତ ଭାବରେ ଭାବିବେ। ଅର୍ଥ କ୍ଷେତ୍ରରେ, ଧନ କ୍ଷେତ୍ରରେ, କ୍ୟାରିୟର କ୍ଷେତ୍ରରେ ଯଦି ଆମେ ଆଲୋଚନା କରିବା, ଅର୍ଥ ପାଇଁ ଆପଣମାନଙ୍କର 12 ତାରିଖ ପରେ ବହୁତ ବଢ଼ିଆ ସୁଯୋଗ ଫିଟୁଛି। ଧୀର ଭାଗ୍ୟ ଭାବରେ ଶନି ଅଛନ୍ତି, ଆପଣଙ୍କୁ ଶନି ଟିକେ କଷ୍ଟ ଦେଇପାରନ୍ତି, କିନ୍ତୁ ଆପଣଙ୍କର ଚନ୍ଦ୍ର ଏବଂ ବୃହସ୍ପତିଙ୍କ ହେତୁ ଏବଂ ସୂର୍ଯ୍ୟଙ୍କ ହେତୁ ମଧ୍ୟ, ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ହେତୁ ନିଶ୍ଚିତ ଭାବରେ ଆପଣମାନେ 12 ତାରିଖ ଯାଇ 12 ତାରିଖ ପରେ ଆପଣଙ୍କର ନବଗ୍ରହ ଏବଂ ଯେଉଁ ଗ୍ରହମାନେ ଆପଣଙ୍କୁ ଫେଭର ଦେବେ ସେମାନଙ୍କ ପାଇଁ ଆପଣମାନେ ଅର୍ଥ ନିଶ୍ଚିତ ଭାବରେ ଆମ ଅର୍ଥକୁ ନିଜ ପାଖକୁ ଆଣି ସେହି ଅର୍ଥକୁ ମଧ୍ୟ ଆପଣମାନେ କୌଣସି ଏକ କାର୍ଯ୍ୟରେ ଲଗାଇବେ ବା ଲାଗିବେ। କର୍କଟ ରାଶି
ପ୍ରେମ ସମ୍ପର୍କ କଥା ଯଦି ଆଲୋଚନା କରିବା, ପ୍ରେମ ସମ୍ପର୍କରେ ତିକ୍ତତା ନିଶ୍ଚିତ ଭାବରେ ସୃଷ୍ଟି ହେବ। ଆପଣଙ୍କର ପତ୍ନୀ, ଆପଣଙ୍କର ପତି କିମ୍ବା ଆପଣଙ୍କର ପ୍ରେମୀ କିମ୍ବା ଆପଣଙ୍କର ପ୍ରେମିକା ନିଶ୍ଚିତ ଭାବରେ କଥା କଟାକଟି ହେବ, ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହେବ, ମନ ମତାନ୍ତର ହେବ। କୌଣସି ଏକ କଥାରୁ ଆପଣମାନେ ଦେଖିବେ ନିଶ୍ଚିତ ଭାବରେ ଏଇ ଯେଉଁ ଛୋଟ ଜିନିଷଟିକୁ ବଡ଼ କରିବା ପାଇଁ ଘରେ ଆପଣଙ୍କର କିମ୍ବା ବାହାରେ ଆପଣଙ୍କର କୌଣସି ଏକ ଶତ୍ରୁ ଥାନ୍ତି, ସେମାନେ ଆପଣଙ୍କୁ ଏଇସବୁ ଜିନିଷରେ ପ୍ରଲୋଭାଇ ଆପଣଙ୍କର ପରିବାର ଏବଂ ଆପଣଙ୍କର ସମ୍ପର୍କକୁ ତିକ୍ତତା କରିପାରନ୍ତି। ଆମେ ଯଦି ଆଲୋଚନା କରିବା ଏଇଠି ସବୁଠୁ ବହୁତ ଇମ୍ପୋର୍ଟାଣ୍ଟ କଥା ଆଲୋଚନା କରିବା, ଆପଣମାନଙ୍କର କ୍ୟାରିୟର ଭାବ କଥା ଆଲୋଚନା କରିବା। କ୍ୟାରିୟର ଭାବରେ ଆପଣଙ୍କର ଏକ ଲେଖିଛି ମେଷ ରାଶି, ମଙ୍ଗଳ ରାଶି ଅର୍ଥାତ୍ ଆପଣଙ୍କର ଦେଖନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଟିକେ ଦେଖା ଦେଇପାରେ। ଗୋଟେ ପ୍ରଥମରୁ କହିଲି ଚିନ୍ତାରେ ରହିବେ, ଆପଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। କିନ୍ତୁ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ରିଲେଟେଡ଼, ଆପଣମାନଙ୍କୁ କ୍ୟାରିୟର ରିଲେଟେଡ଼, ଆପଣମାନଙ୍କୁ ସରକାରୀ ଜନିତ ଲାଭ ନିଶ୍ଚିତ ଭାବରେ ହେବ। ଆପଣ ଯଦି ଏଇ ମାସରେ ସରକାରୀ ଯୋଜନାରେ ଲାଭବାନ ହେବାକୁ ଚାହୁଁଛନ୍ତି ନିଶ୍ଚିତ ଭାବରେ ଫର୍ମ ପକାନ୍ତୁ। କୌଣସି ଆପଣ ଯଦି ଇଣ୍ଟରଭ୍ୟୁ, କୌଣସି ଏକ୍ଜାମ୍, ଆପଣ କୌଣସି ପ୍ରକାର ଯଦି ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ଦେବାକୁ ଚାହୁଁଛନ୍ତି ନିଶ୍ଚିତ ଏଇ ମାସରେ ଦିଅନ୍ତୁ, ଆପଣମାନଙ୍କ ପାଇଁ ଶୁଭ। ଆପଣମାନେ ନିଶ୍ଚିତ ଭାବରେ ଏଇ ମାସରେ ଯେକୌଣସି କ୍ୱାଲିଫାଏଡ଼ ଏକ୍ଜାମ୍କୁ କ୍ୱାଲିଫାଇ କରିବେ। ଆପଣ ସୂର୍ଯ୍ୟଙ୍କର ନିଶ୍ଚିତ ଭାବରେ ସାହାଯ୍ୟ ରହୁଛି, ମଙ୍ଗଳ ଦୈବଙ୍କର ସାହାଯ୍ୟ ରହୁଛି। ଆପଣଙ୍କର ମୁଁ ତ ରିଲେସନ୍ କଥା ଆପଣମାନଙ୍କର କହିଛି, ସ୍ୱାମୀ ସ୍ତ୍ରୀମାନଙ୍କ ରିଲେସନ୍ କଥା କହିଛି ଏବଂ ସ୍ୱାସ୍ଥ୍ୟର କଥା ମଧ୍ୟ ମୁଁ ଆପଣଙ୍କୁ କହିଦେଇଛି। ନିଶ୍ଚିତ ଭାବରେ ଆପଣମାନଙ୍କୁ ଏଇ ଦୁଇଟା କଥା ଜଗିବାକୁ ପଡ଼ିବ। ବାହାର ଶତ୍ରୁମାନଙ୍କ ସହିତ ଝଗଡ଼ା ହୋଇପାରେ। ଝଗଡ଼ା କେବଳ ନୁହେଁ, ଆପଣମାନେ ନିଜ ଆଚିଭମେଣ୍ଟକୁ ନେଇକି ଗର୍ବ ମଧ୍ୟ କରିପାରନ୍ତି, କିନ୍ତୁ ଭୁଲ। ଆପଣମାନେ ଏଇଟାକୁ ସଜାଗ ରଖନ୍ତୁ ଯେ ଆପଣମାନେ ଗର୍ବ କରନ୍ତୁ ନାହିଁ, ଅହଙ୍କାର କରନ୍ତୁ ନାହିଁ। ନିଶ୍ଚିତ ଭାବରେ ଆପଣଙ୍କର ଗର୍ବ ଅହଙ୍କାର ଆସିବ। ଆପଣ ହନୁମାନଙ୍କୁ ପୂଜା କରନ୍ତୁ, ହନୁମାନ ଚାଳିଶା ନିଶ୍ଚିତ ଭାବରେ ପାଠ କରନ୍ତୁ। ମହାଲକ୍ଷ୍ମୀ, ମହାଦେବ ଏବଂ ମାତା ପାର୍ବତୀଙ୍କର ଆରାଧନା କରନ୍ତୁ। ନିଶ୍ଚିତ ଭାବରେ ଆପଣମାନଙ୍କର ଫଳ ଦ୍ୱିଗୁଣ ହୋଇଯିବ, ଭଲ ଫଳ, ସୁଫଳ। ଗଣପତିଙ୍କର ମଧ୍ୟ ଆରାଧନା କରନ୍ତୁ ଆପଣ। ତତ୍ସହିତ ଆପଣମାନେ ନିଜର କୁଣ୍ଡଳୀ ଜାଣିବା ପାଇଁ ନିଶ୍ଚିତ ଭାବରେ ସ୍କ୍ରିନ୍ରେ ଦିଆଯାଇଥିବା ନମ୍ବରକୁ ଆପଣ କଣ୍ଟାକ୍ଟ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।